माँ भाई भौणी सादर प्रणाम। ମୋ ଚ୍ୟାନେଲ ଶ୍ରୀମ ଭାଗବତ କଥନକୁ ମୁଁ ସ୍ୱାଗତ ଜଣାଉଛି। ଆଜି ମୁଁ ପଢିବି ଶ୍ରୀମଦ୍ ଭାଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ଶ୍ଲୋକ 8। ଆସନ୍ତୁ ଆରମ୍ଭ କରିବା। ନହି ପ୍ରପଶ୍ୟାମି ମମାପନୁଦ୍ୟାତ୍ ଯଚ୍ଛକମୁଚ୍ଛସଣ ବିଦ୍ରିୟାଣାମ୍ अवाप्य भूमावस पन्नूर्धं राज्यं सुराणामपि चाधिपत्यम् न हि प्रपश्यामि ममापनुद्यात् यच्छकमुच्छसनमिन्द्रियाणाम् अवाप्य भूमावस पन्नूर्धं राज्य सुराणामपि चाधिपत्यम्। अनुवाद। ଏ ଯେଉଁ ଦୁଃଖ ମୋର ଇନ୍ଦ୍ରିୟ ମାନଙ୍କୁ ଶୁଷ୍କ କରିଦେଉଛି ତାହା ଦୂର କରିବାର କୌଣସି ଉପାୟ ମୁଁ ଦେଖିପାରୁ ନାହିଁ। ସ୍ୱର୍ଗର ଦେବତା ମାନଙ୍କ ପରି ଏକ ଅପ୍ରତିଦ୍ୱନ୍ଦୀ ସମାଜ ପ୍ରତି ମୁଁ ଏ ପୃଥିବୀର ଲାଭ କରେ, ତଥାପି ମୋର ଏ ଶୋକ ଯେ ଦୂର ହେବ ତାହା ମୁଁ ଦେଖିପାରୁ ନାହିଁ। ଏଠାରେ ଅର୍ଜୁନ କହୁଛନ୍ତି, ଯେଉଁ ଦୁଃଖ ମୋର ଇନ୍ଦ୍ରିୟ ମାନଙ୍କୁ ଶୁଷ୍କ କରିଦେଉଛି ବା ଦୂର କରିବାରେ କୌଣସି ଉପାୟ ଦେଖାଯାଉ ନାହିଁ। ସ୍ୱର୍ଗର ଦେବତା ମାନେ ବି ଅପ୍ରତିଦ୍ୱନ୍ଦୀ ସମାଜ ଯଦି ପୃଥିବୀ ଲାଭ କରେ ତାହେଲେ ଏତେ ଶୋକ ଦୂର ହେବ ତାହା ମୁଁ ଦେଖିପାରୁ ନାହିଁ। ଭାବାର୍ଥ। ଧର୍ମ ନୀତି ଶାସ୍ତ୍ରବିଧି ଏବଂ ନୈତିକ ଆଚରଣ ଆଦି କଥା କହି ଅର୍ଜୁନ ନାନା ପ୍ରକାର ଯୁକ୍ତି ବାଢ଼ିଲେ। ଧର୍ମନୀତି ଶାସ୍ତ୍ରବିଧି ନୈତିକ ଆଚରଣ ପ୍ରତି ଅର୍ଜୁନ ବହୁତ ପ୍ରକାର କଥା କହିଲେ। ତଥାପି ଜଣା ପଡୁଥିଲା ଯେ ଏସବୁ ସତ୍ତ୍ୱେ ସେ ତାଙ୍କର ଗୁରୁ ଭଗବାନ ଶ୍ରୀକୃଷ୍ଣଙ୍କର ସହାୟତା ବିନା ପ୍ରକୃତ ସମସ୍ୟାର ସମାଧାନ କରିପାରୁନାହାନ୍ତି। ଏହା ବି ଜଣା ପଡୁଥିଲା ଯେ ଅର୍ଜୁନ ତାଙ୍କର ଗୁରୁ ଶ୍ରୀକୃଷ୍ଣଙ୍କର ସହାୟତା ବିନା କୌଣସି ସମସ୍ୟାର ସମାଧାନ ପାଇପାରୁନଥିଲେ। ତାଙ୍କର ଯେଉଁ ସମସ୍ୟା ବର୍ତ୍ତମାନ ଦେଖାଦେଉଛି, ଯାହାକି ତାଙ୍କର ସମଗ୍ର ସ୍ଥିତିକୁ ଶୁଷ୍କ କରି ପକାଉଛି, ସେ ସମସ୍ୟାର ସମାଧାନ ନିମିତ୍ତ ତାଙ୍କର ତଥାକଥିତ ଜ୍ଞାନ ବୃଥା ଅଟେ। ଯେଉଁ ସମସ୍ୟା ତାଙ୍କୁ ଦେଖାଯାଉଛି ଯୁଦ୍ଧ କ୍ଷେତ୍ରରେ ତାଙ୍କର ସମଗ୍ର ସ୍ଥିତିକୁ ଏତେ ଶୁଷ୍କ କରିଦେଉଛି ଯେ ସେ ସମସ୍ୟା ସମାଧାନ ନିମିତ୍ତ ତାଙ୍କର ତଥାକଥିତ ଜ୍ଞାନ ଆଉ ବୃଥା ଅଟେ। ସେ ଯେଉଁ ଜ୍ଞାନ ଲାଭ କରିଛନ୍ତି ତାହା ତାଙ୍କର ସମସ୍ୟା ମାନଙ୍କର ସମାଧାନ ନିମିତ୍ତ କୌଣସି କାମରେ ଆସୁନାହିଁ। ଏ କଥା ସେ ଭଲ ରକମ ଜାଣିପାରୁଥିଲେ ଯେ କୃଷ୍ଣଙ୍କ ଭଳି ଏକ ଗୁରୁଙ୍କ ବିନା ସହାୟତାରେ ତାଙ୍କର ବ୍ୟାକୁଳତା ପରିପୂର୍ଣ୍ଣ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ସେ ଅକ୍ଷମ। ଅର୍ଜୁନ ଜାଣିପାରିଥିଲେ ଯେ କୃଷ୍ଣଙ୍କର ବିନା ସହାୟତାରେ ସେ ତାଙ୍କ ସମସ୍ୟାର ସମାଧାନ କରିବାକୁ ଅକ୍ଷମ ଅଟନ୍ତି। ତଥାକଥିତ ବିଶ୍ୱବିଦ୍ୟାଳୟ ଜ୍ଞାନ ପାଣ୍ଡିତ୍ୟ ଉଚ୍ଚ ପଦବୀ ଆଦି ଜୀବନର ସମସ୍ୟା ମାନଙ୍କର ସମାଧାନ କରିବାରେ ଆଦୌ ସହାୟକ ନୁହନ୍ତି। ଏଗୁଡ଼ିକ ସବୁ ବୃଥା ଅଟେ। କୃଷ୍ଣଙ୍କ ଭଳି ଏକ ଗୁରୁଙ୍କ ଠାରୁ କେବଳ ଏଥି ନିମିତ୍ତ ସହାୟତା ମିଳିପାରେ। କଥାରେ ଅଛି, ବିଶ୍ୱବିଦ୍ୟାଳୟ ଜ୍ଞାନ ଆଉ ପଣ୍ଡିତ ମାନଙ୍କ ଜ୍ଞାନ ଆଉ ଉଚ୍ଚ ପଦବୀ ଆଦି ଜୀବନର ସମସ୍ୟା ମାନଙ୍କର ସମାଧାନ କରିବାରେ ଆଦୌ ସହାୟକ କେହି ନୁହନ୍ତି। କେବଳ ଶ୍ରୀକୃଷ୍ଣ ହିଁ ଅର୍ଜୁନଙ୍କ ସମସ୍ୟାର ସମାଧାନର ସହାୟତା କରିପାରିବେ। ଆଉ ସବୁ ବୃଥା ଅଟେ। କୃଷ୍ଣଙ୍କ ଭଳି ଏକ ଗୁରୁଙ୍କ ହିଁ କେବଳ ନିମିତ୍ତ ସହାୟତା ମିଳିପାରେ। ତେଣୁ ଏହି ସିଦ୍ଧାନ୍ତ ଏଥିରୁ ମିଳୁଛି ଯେ ଯେଉଁ ଗୁରୁ ସମ୍ପୂର୍ଣ୍ଣ ରୂପରେ କୃଷ୍ଣ ଚେତନଶୀଳ ସେ ହିଁ ପ୍ରକୃତ ଗୁରୁ ଅଟନ୍ତି। କାରଣ ସେ ଜୀବନର ସମସ୍ୟା ମାନଙ୍କର ସମାଧାନ କରିପାରିବେ। ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ କୃଷ୍ଣ ତତ୍ତ୍ୱବିଦ ଅର୍ଥାତ୍ ଯେ କୃଷ୍ଣ ବିଜ୍ଞାନ ଜାଣନ୍ତି ଯାହା କିଛି ହୁଅନ୍ତୁ ନା କାହିଁକି ସେ ହିଁ ପ୍ରକୃତ ଗୁରୁ ଅଟନ୍ତି। ଏଠାରେ ଚୈତନ୍ୟ ମହାପ୍ରଭୁ କହିଛନ୍ତି କୃଷ୍ଣ ହିଁ ତତ୍ତ୍ୱବିଦ ଅର୍ଥାତ୍ କୃଷ୍ଣ ବିଜ୍ଞାନ ଅଟନ୍ତି, କୃଷ୍ଣ ସବୁ ଅଟନ୍ତି।
ସେ ଯାହା ହୁଅନ୍ତୁ ନା କାହିଁକି ସେ ପ୍ରକୃତ ଗୁରୁ ହିଁ ଅଟନ୍ତି। କଥାରେ ଅଛି କିବା ବିପ୍ର କିବା ଦାସୀ ଶୂଦ୍ର କେ ନିର୍ଣ୍ଣୟ ଯେଇ କୃଷ୍ଣ ତତ୍ତ୍ୱ ବେତା ସେଇ ଗୁରୁ ହୟ। ଏଥିରେ କିଛି ଯାହା ଯାଇ ଆସେ ନାହିଁ। ଗୁରୁ ବିପ୍ର ହୋଇପାରନ୍ତି, ବୈଦିକ ଜ୍ଞାନ ଲାଭ କରିଥିବା ପଣ୍ଡିତ ବି ହୋଇପାରନ୍ତି, କିମ୍ବା ଶୂଦ୍ର ପରିବାରରେ ଜନ୍ମ ଲାଭ ବି କରିପାରିଥାନ୍ତି, କିମ୍ବା ସନ୍ନ୍ୟାସୀ ବି ହୋଇପାରିଥାନ୍ତି। ଯଦି କୃଷ୍ଣ ଜାଣିଥାନ୍ତି ସେ ପ୍ରକୃତ ଉପଯୁକ୍ତ ଗୁରୁ ଅଟନ୍ତି। ତେଣୁ ସେ କୃଷ୍ଣ ତତ୍ତ୍ୱାବଧାନ ନୁହେଁ, ଅର୍ଥାତ୍ କୃଷ୍ଣ ବିଜ୍ଞାନ ଜାଣିନାହିଁ, ସେ ଉପଯୁକ୍ତ ଗୁରୁ ନୁହେଁ। ଏ କଥା ମଧ୍ୟ ବୈଦିକ ଶାସ୍ତ୍ରରେ କୁହାଯାଇଛି। ତେଣୁ ଯିଏ କୃଷ୍ଣ ତତ୍ତ୍ୱବେଦା ନୁହନ୍ତି, କି ବିଜ୍ଞାନ ଜାଣିନାହାନ୍ତି, କି ଉପଯୁକ୍ତ ଗୁରୁ ନୁହନ୍ତି, ଏ କଥା ବି ବୈଦିକ ଶାସ୍ତ୍ରରେ କୁହାଯାଇଛି। ତତ୍ କର୍ମ ନିପୁଣ ବିପ୍ର ମନ୍ତ୍ରତନ୍ତ୍ର ବିଶାରଦ ଅବୈଷ୍ଣବ ଗୁରୁନ ସ୍ୟାଦ୍ ବୈଷ୍ଣବ ସ୍ୱପଚ ଗୁରୁ। ଅର୍ଥାତ୍ ଯେଉଁ ବ୍ରାହ୍ମଣ ଖୁବ୍ ବିଦ୍ୱାନ ପଣ୍ଡିତ ହୋଇପାରେ, ସମସ୍ତ ପ୍ରକାର ବୈଦିକ ଜ୍ଞାନରେ ଲାଭ ଧୁରନ୍ଧର ହୋଇପାରେ, ସେ ଯଦି ବୈଷ୍ଣବ ନୁହେଁ ତାହେଲେ ସେ ଗୁରୁ ହୋଇପାରିବ ନାହିଁ। ଏଠାରେ କୁହାଯାଇଛି ଯେ ଯେଉଁ ବ୍ରାହ୍ମଣ ଯେତେ ଖୁବ୍ ବିଦ୍ୱାନ ହେଉ କି ପଣ୍ଡିତ ବି ହେଉ, ସେ ସମସ୍ତ ବୈଦିକ ଜ୍ଞାନର ଖୁବ୍ ଧୁରନ୍ଧର ବି ହେଉ, ଖୁବ୍ ସବୁ ବିଷୟରେ ସବୁ ଜାଣିଥାଉ, ନିପୁଣ ହେଉ, ତଥାପି ସେ ବୈଷ୍ଣବ ନୁହେଁ। ସେ ଯଦି ବୈଷ୍ଣବ ନୁହେଁ ତାହେଲେ ସେ ଗୁରୁ ହୋଇପାରିବ ନାହିଁ। ଅର୍ଥାତ୍ ଯଦି କୃଷ୍ଣ ବିଜ୍ଞାନରେ ନିପୁଣ ହୁଅନ୍ତି ସେ ଗୁରୁ ହୋଇପାରିବେ ନାହିଁ, କିନ୍ତୁ ନିଚ କୂଳରେ ଜାତି ବ୍ୟକ୍ତି ଯଦି ବୈଷ୍ଣବ ହୋଇଥାଏ, ଅର୍ଥାତ୍ କୃଷ୍ଣ ବିଜ୍ଞାନ ଜାଣିଥାଏ, ସେ ଗୁରୁ ହୋଇପାରିବ। ଭୌତିକ ସ୍ଥିତିର ସମସ୍ୟା ମାନ ହେଲା ଜନ୍ମ ମୃତ୍ୟୁ ଖରା ଜରା ବ୍ୟାଧି। ଧନ ସଂଗ୍ରହ ବା ଆର୍ଥିକ ଉନ୍ନତି ବଳରେ ତୁମ୍ଭେମାନେ ସମସ୍ୟା ମାନଙ୍କ ସମାଧାନ କରିପାରିବ ନାହିଁ। ଏଠାରେ କୁହାଯାଇଛି ଭୌତିକ ସ୍ଥିତିର ସମସ୍ୟା ହେଲା ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଧନ ସଂଗ୍ରହ ବା ଆର୍ଥିକ ଉନ୍ନତିରେ ବଳରେ। ଧନ ସଂଗ୍ରହ ମାନେ ଆପଣଙ୍କ ପାଖରେ ବହୁତ ଧନ ଅଛି, ଅର୍ଥ ବି ଅଛି, ଅର୍ଥ ବଳରେ ତୁମେମାନେ କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ। ପୃଥିବୀର ଅନେକ ସ୍ଥାନରେ ଅନେକ ଦେଶରେ ତୁମେମାନେ ଦେଖିପାରିବ ଯେ ସେ ଦେଶ ମାନଙ୍କର ଧନ ସମ୍ପତ୍ତିର ଅଭାବ ନାହିଁ, କିନ୍ତୁ ଜୀବନର ସୁଖ ସୁବିଧାର ଅଭାବ ଅଛି। ସେଗୁଡିକ ବଡ ସମୃଦ୍ଧିଶାଳୀ ଦେଶ, ତଥାପି ତୁମେମାନେ ଦେଖିବ ଯେ ସେଠାରେ ଭୌତିକ ସ୍ଥିତି ଏସବୁ ସମସ୍ୟା ମାନ ରହିଛି। ସେମାନେ ବିଭିନ୍ନ ପ୍ରକାର ଶାନ୍ତି ପାଇବାକୁ ଚେଷ୍ଟା କରୁଛନ୍ତି, ତଥାପି ସେମାନେ ତାଙ୍କର ଶାନ୍ତିର ଅନ୍ୱେଷଣ କରୁଛନ୍ତି, କିନ୍ତୁ ପାଇପାରୁ ନାହାନ୍ତି। ଯଦି ସେମାନେ କୃଷ୍ଣଙ୍କର ଉପଦେଶ ଗ୍ରହଣ କରନ୍ତି କିମ୍ବା ଭଗବତ ଗୀତା ଭଗବତ ଗୀତାରେ ଦିଆଯାଇଥିବା ଉପଦେଶ ଗ୍ରହଣ କରନ୍ତି, କାରଣ ଗ୍ରନ୍ଥ ମାନଙ୍କରେ କୃଷ୍ଣ ବିଜ୍ଞାନ ହିଁ ଲିପିବଦ୍ଧ ହୋଇଅଛି। କୃଷ୍ଣଙ୍କର ଯେଉଁ ଉପଯୁକ୍ତ ପ୍ରତିନିଧି ଅର୍ଥାତ୍ କୃଷ୍ଣ ଭକ୍ତ କୃଷ୍ଣ ଚେତନାଶୀଳ ବ୍ୟକ୍ତିର ଉପଦେଶ ଗ୍ରହଣ କରି ତଦନୁଯାୟୀ ଆଚରଣ କରିପାରନ୍ତି, ତାହେଲେ ସେମାନେ ଶାନ୍ତି ପାଇପାରିବେ। ଯଦି ଆର୍ଥିକ ଉନ୍ନତି ଓ ଭୌତିକ ସୁଖ ସମ୍ପଦ ବ୍ୟକ୍ତିର ପାରିବାରିକ ସାମାଜିକ ଜାତୀୟ ଅନ୍ତର୍ଜାତୀୟ ଦୁଃଖ ଦୁର୍ଦଶା ଦୂର କରି ପାରୁଥାନ୍ତା, ସମସ୍ୟା ମାନଙ୍କ ସମାଧାନ କରିପାରୁଥାନ୍ତା, ତାହେଲେ ଅର୍ଜୁନ କାହିଁକି ଏପରି କହିଥାନ୍ତେ ଯେ ପୃଥିବୀର ଏ ପ୍ରତିଦ୍ୱନ୍ଦ୍ୱୀ ସମାଜ କିମ୍ବା ସ୍ୱର୍ଗ ରାଜ୍ୟର ଦେବ ସୁଲଭ ଆଧିପତ୍ୟ ତାଙ୍କର ଦୁଃଖ ଦୁର୍ଦଶା ଦୂର କରିପାରିବେ ନାହିଁ। ତେଣୁ ସେ କୃଷ୍ଣ ଚେତନା ଗ୍ରହଣ କଲେ, କୃଷ୍ଣଙ୍କର ପରବିନ୍ଦରେ ଆଶ୍ରୟ ଗ୍ରହଣ କଲେ ଏବଂ ତାହା ହିଁ ଶାନ୍ତି ଓ ପ୍ରାପ୍ତିର ଉପଯୁକ୍ତ ପନ୍ଥା। ଅର୍ଜୁନ ଏଠାରେ କୃଷ୍ଣଙ୍କୁ ହିଁ ତାଙ୍କର ଗୁରୁ ମାନିଲେ, କୃଷ୍ଣଙ୍କ ହିଁ ତାଙ୍କର ସବୁ ସମସ୍ୟା ସମାଧାନର କୃଷ୍ଣ ପନ୍ଥା ଦେଖେଇଲେ। ସେ କୃଷ୍ଣ ହିଁ ତାଙ୍କର ଆଶ୍ରୟ ନେଲେ କୃଷ୍ଣଙ୍କ ପାଖରେ। ସେଥିପାଇଁ ଶ୍ରୀକୃଷ୍ଣଙ୍କର
ପ୍ରିୟ ଶିଷ୍ୟ ହେଲେ ଓ ଶାନ୍ତି ପ୍ରାପ୍ତିର ଉପଯୁକ୍ତ ପନ୍ଥା। ଆର୍ଥିକ ଉନ୍ନତି ସମାଜଧାରୀ ବା ପୃଥିବୀ ପୃଷ୍ଠରେ ଆଧିପତ୍ୟ ବିସ୍ତାର ଭୂତ ପ୍ରକୃତିର ବିଭୀଷିକାରେ ଯେକୌଣସି ମୁହୂର୍ତ୍ତରେ ଧ୍ୱଂସ କରାଯାଇ ପାରିବ। ଏପରିକି ଉଚ୍ଚ ସ୍ୱର୍ଗ ଲୋକ ପ୍ରାପ୍ତାବସ୍ଥା ମଧ୍ୟ ଗୋଟିଏ ଆଘାତରେ ଶେଷ ହୋଇଯିବ। ଆର୍ଥିକ ଉନ୍ନତି ସମାଜ ଅଧିକାରର ପୃଥିବୀପୃଷ୍ଠରେ ଆଧିପତ୍ୟ ବିସ୍ତାର ପ୍ରକୃତିର ବିଭୀଷିକା ଯେକୌଣସି ମୁହୂର୍ତ୍ତରେ ଧ୍ୱଂସ ହୋଇଯାଏ। କିନ୍ତୁ ଉଚ୍ଚ ସ୍ୱର୍ଗଲୋକ ପ୍ରାପ୍ତି ଅବସ୍ଥା ବା ଗୋଟିଏ ଆଘାତରେ ଶେଷ ହୋଇଯିବ। ଆଜିକାଲି ଲୋକମାନେ ଚନ୍ଦ୍ରଲୋକକୁ ଯାତ୍ରା କରିବାର ସେଠାରେ ବସତି ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି ଏକ ମୁହୂର୍ତ୍ତରେ ଏସବୁ କୁଆଡେ ନିଶ୍ଚଳ ହୋଇଯିବ। ଏକଥା ବି ଭଗବତ ଗୀତା ଶିକ୍ଷା କରାଯାଇଛି, କ୍ଷୀଣେ ପୁଣ୍ୟ ମର୍ତ୍ତ୍ୟଲୋକଂ ବିଶତି। ଅର୍ଥାତ୍ ଯେତେବେଳେ ପୁଣ୍ୟ କର୍ମର ଫଳ ଶେଷ ହୋଇଯାଏ ସେତେବେଳେ ବ୍ୟକ୍ତି ସୁଖ ସମ୍ଭୋଗର ଚୂଡା ଦେଶରୁ ଜୀବନର ନିଚତମ ସ୍ଥିତିକୁ ପୁନର୍ବାର ପତିତ ହୁଏ। ପୃଥିବୀର ଅନେକ ରାଜନୈତିକ ନେତା ଏହି ପ୍ରକାର ଅଧପତିତ ହୋଇଛନ୍ତି ଯେ ପ୍ରତ୍ୟେକ ଅଧପତନ କେବଳ ଅଧିକ ଦୁଃଖ ଦୁର୍ଦ୍ଦଶା ବ୍ୟାକୁଳତା ହିଁ ଆଣିଥାଏ। ତେଣୁ ଯଦି ଆମ୍ଭେମାନେ ସବୁଦିନ ପାଇଁ ଏ ଦୁଃଖ ଯନ୍ତ୍ରଣା କାକୁଦରୁ ମୁକ୍ତି ହେବାକୁ ଚାହୁଁଛୁ, ତାହେଲେ ଆମ୍ଭମାନଙ୍କୁ ଅର୍ଜୁନଙ୍କ ଭଳି କୃଷ୍ଣର ପରମିଦର ଆଶ୍ରୟ ଗ୍ରହଣ କରିବାକୁ ହେବ। ତେଣୁ ଅର୍ଜୁନ କୃଷ୍ଣଙ୍କୁ କହୁଛନ୍ତି ଯେ ସମସ୍ୟାର ସମାଧାନ ନିର୍ଦ୍ଦିଷ୍ଟ ପନ୍ଥା ତାଙ୍କୁ ପ୍ରଦର୍ଶନ କରନ୍ତୁ। ଏହା ହିଁ ହେଉଛି କୃଷ୍ଣ ଚେତନା ମାର୍ଗ। ରହୁଛି ଭିଡ଼ିଓଟି ଏଇଠି ଆଜି ସମାପ୍ତ କରୁଛି। ଜୟ ରାଧେ କୃଷ୍ଣ।